କେନ୍ଦୁଝରରେ ଚାଲିଛି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା। କେନ୍ଦୁଝର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା। ଜିଲ୍ଲାର ଅନେକ ଲୋକ କେବଳ କୃଷି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟରେ ଚାଷୀ କୂଳ ବର୍ଷ ସାରା ନିୟୋଜିତ ହୋଇଥାନ୍ତି। ଖରା ବର୍ଷା ଶୀତକୁ ଖାତିର ନ କରି କ୍ଷେତରେ ସୁନାର ଫସଲ ଫଳାଇବା ପାଇଁ ଚାଷୀ ଭାଇ ମାଟି ସହିତ ସଂଗ୍ରାମ କରି ଚାଲିଥାଏ। ଏମିତି ଅନେକ ପ୍ରକାର ଚାଷ କାର୍ଯ୍ୟ ଚାଷୀ କରୁଥିବା ବେଳେ ମୁଖ୍ୟତଃ ଧାନ ଏବଂ ପନିପରିବା ଚାଷକୁ ଅଧିକ ଗୁରୁତ୍ୱ ଦେଇଥାଏ। ସେମିତି ଚାଷ ମଧ୍ୟରେ କୁକୁଡ଼ା ଚାଷ, ଛେଳି ଚାଷ, ମାଛ ଚାଷ ସହିତ ପ୍ରାଣୀ ସମ୍ପଦ ଉପରେ ମଧ୍ୟ ଗୁରୁତ୍ୱ ଦେଇ ଚାଷୀ ଚାଷ କରିଥାଏ। ଦିନକୁ ଦିନ ଉନ୍ନତ ପ୍ରଣାଳୀରେ ଚାଷ କାର୍ଯ୍ୟ କରାଯିବା ସହିତ ଲାଭଦାୟକ ଚାଷ ଉପରେ ସରକାରୀ ସ୍ତରରୁ ଗୁରୁତ୍ୱ ଦିଆଯାଉଛି। ସେମିତି ଚାଷରେ ଚାଷୀ ଭାଇ କେମିତି ଚାଷ କରି ଉପକୃତ ହୋଇପାରିବେ ସେଥିପାଇଁ ଆୟୋଜନ କରାଯାଇଛି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା। କେନ୍ଦୁଝର ଜିଲ୍ଲାର ମୁଖ୍ୟ ସହର ମଧ୍ୟରେ ଖୋଲାଯାଇଛି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା। ଏହି ମେଳାରେ ଗାଁ ଗହଳିର ଅନେକ ଚାଷୀ ଭାଇ ଆସି ଯୋଗଦେଇ ମେଳାର ମହତ୍ତ୍ୱ ବୁଝି ନେଉଛନ୍ତି। ଏହି ମେଳାରେ ବିଶେଷ କରି ମାଛ ଚାଷ ଆଉ ପ୍ରାଣୀ ସମ୍ପଦ ଉପରେ ଗୁରୁତ୍ୱ ଦେଇ ପ୍ରାଣୀ ସମ୍ପଦ ଆଉ ମାଛ ଚାଷର ଉପକାରିତା ବିଷୟରେ ଚାଷୀ ଭାଇଙ୍କୁ ଅବଗତ କରାଯାଉଛି। ଧାନ କିମ୍ବା ପନିପରିବା ଚାଷ କରି ଚାଷୀ ଭାଇ ଯେତିକି ଉପକୃତ ହୋଇଥାନ୍ତି, ମାଛ ଚାଷ କିମ୍ବା ପ୍ରାଣୀ ସମ୍ପଦକୁ ଆଦରି ନେଲେ ଅନେକ କିଛି ଲାଭବାନ ହୋଇପାରିବେ। ତା ସହିତ ଉଦ୍ୟାନ ଭିତ୍ତିକ ଚାଷ କାର୍ଯ୍ୟ କରିଲେ ଚାଷୀ ଭାଇର ଆୟ ଦ୍ୱିଗୁଣିତ ହୋଇପାରିବ ବୋଲି ଉଦ୍ୟାନ ବିଭାଗ ଦ୍ୱାରା ସୂଚନା ଦିଆଯାଇଛି। ଯେକୌଣସି ଚାଷ କାର୍ଯ୍ୟ କରିଲେ ମଧ୍ୟ ପାଗର ନିୟନ୍ତ୍ରଣ ନ ରହିଲେ ଚାଷ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ତେଣୁ ପାଣିପାଗର ଗୁରୁତ୍ୱ ଅଧିକ ରହିଥାଏ। ଏହି ମେଳାରେ ଓଡ଼ିଶା ସରକାରଙ୍କ କେନ୍ଦୁଝର ବନଖଣ୍ଡ ଦ୍ୱାରା ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଚାଷୀମାନଙ୍କ ପାଇଁ ଏକ ସଚେତନ ବାର୍ତ୍ତାର ବ୍ୟବସ୍ଥା ରହିଛି। ଜଳବାୟୁକୁ ନିୟନ୍ତ୍ରଣରେ ରଖିବା ପାଇଁ ସର୍ବପ୍ରଥମେ ଜଙ୍ଗଲ ସୁରକ୍ଷା କରିବା ଆବଶ୍ୟକ। ଜଙ୍ଗଲ ସୁରକ୍ଷିତ ରହିଲେ ଚାଷ କାର୍ଯ୍ୟରେ ପାଗ ସହାୟକ ହୋଇପାରିବ ବୋଲି ବିଭାଗ ଅଧିକାରୀମାନେ ସୂଚନା ଦେଉଛନ୍ତି। ଉନ୍ନତ ମାନର ଚାଷ କାର୍ଯ୍ୟ କରି ଚାଷୀ କେମିତି ଅଧିକ ଲାଭବାନ ହୋଇପାରିବ ଏବଂ ଭିନ୍ନ ଭିନ୍ନ ଚାଷକୁ ଆପଣାଇ କେମିତି ନିଜର ଆୟକୁ ଦ୍ୱିଗୁଣିତ କରିପାରିବ, ସେଥିପାଇଁ ଏହି ମେଳା ଆୟୋଜନର ମୁଖ୍ୟ ଲକ୍ଷ୍ୟ। ଚାଷ କାର୍ଯ୍ୟର ଉନ୍ନତି ସହିତ ଆଧୁନିକ କୌଶଳରେ ଚାଷ କରି ଏବଂ ଅନେକ ପ୍ରକାର ଚାଷ କରି ନିଜ ଆୟ ବୃଦ୍ଧି କରିବା ଆଶାରେ ଗାଁ ଗହଳିର ଚାଷୀମାନେ ଧାଇଁ ଯାଇଛନ୍ତି ମେଳା ପଡ଼ିଆକୁ। ଆଜିକାର ଏହି ମେଳାରେ ଚାଷୀ ଭାଇମାନଙ୍କୁ ସଚେତନ କରିବା ପାଇଁ ଏକ ପାଲା ମାଧ୍ୟମରେ ସଚେତନ ବାର୍ତ୍ତା ବାଣ୍ଟିଥିଲେ। ଉନ୍ନତ ଚାଷ, ଅଧିକ ଲାଭ ମିଳୁଥିବା ଚାଷ ଉପରେ ଖୁବ୍ ସୁନ୍ଦର ଭାବରେ ପାଲା ମାଧ୍ୟମରେ ଚାଷୀମାନଙ୍କୁ ବୁଝାଇଥିଲେ। ଆଉ କିଛି ଦିନ ଧରି ଏହି ମେଳା ଚାଲୁଥିବା ଯୋଗୁଁ ଏବେ ସହରଟି ଗହଳ ଚହଳ ଲାଗି ରହିବ ବୋଲି ଅନୁମାନ କରାଯାଉଛି। ଏହି ମେଳା ଯୋଗୁଁ ଚାଷୀମାନଙ୍କ ମନରେ ଉତ୍ସାହ ବଢ଼ିବା ସହିତ ନୂତନ କୌଶଳ ଆଉ ନୂତନ ଚାଷ କରିବାରେ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ଖୁବ୍ ସୁନ୍ଦର ସାଜସଜ୍ଜା ମଧ୍ୟରେ ଏହି ମେଳା ଆୟୋଜନ ହେଉଥିବା ବେଳେ ଖୁବ୍ ଶୃଙ୍ଖଳାର ସହିତ ମେଳା ଚାଲୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। କେନ୍ଦୁଝରରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ।
এবি ନ୍ୟୁଜ୍।